ମାନେ ଆଜି ଏକ ସୁନ୍ଦର ବିଷୟ ପଢିବା। ଆମ ତୃତୀୟ କ୍ଲାସ ସ୍ଥାୟୀ ସାହିତ୍ୟ ବହିରେ ଏହା ସ୍ଥାନ ପାଇଛି। ଆଶରେ ଧରିବା ଜହ୍ନ। ବହୁତ ସୁନ୍ଦର ବିଷୟ, ଜୀବନରେ ବହୁତ କିଛି ଶିଖିବାକୁ ପାଇବା ହେଲା। ତାହେଲେ ଏଇ ବିଷୟରୁ ଆମେ ଆରମ୍ଭ କରିବା। ତାହେଲେ ଦଳେ ପିଲା ମାଙ୍କଡ଼ ପୋଖରୀରେ ଜହ୍ନକୁ ଦେଖିଲେ। କାହାକୁ ଦେଖିଲେ? ଜହ୍ନକୁ ଦେଖିଲେ। କୋଉ ମାଙ୍କଡ଼? ପିଲା ମାଙ୍କଡ଼ ଦେଖିଲେ। ବୁଝିଲା? ଛୋଟ ଛୋଟ ମାଙ୍କଡ଼ ପୋଖରୀରେ ଜହ୍ନକୁ ଦେଖିଲେ। ବୁଝିଲା? କୋଉଠି? ପୋଖରୀରେ, ଆକାଶରେ ନୁହଁ, ପୋଖରୀରେ ଦେଖିଲେ। ଆକାଶର ଜହ୍ନକୁ ପାଣି ଭିତରେ ଦେଖି ମାଙ୍କଡ଼ ମାନଙ୍କ ଖୁସି କହିଲେ ନ ସରେ। ସେମାନଙ୍କ ଭିତରୁ ଜଣେ କହିଲା, ଆରେ ଦେଖରେ ପୋଖରୀ ଭିତରେ ଜହ୍ନ, ଚାଲ ତାକୁ ଧରିବା। ତାହେଲେ ଜଣେ କହିଲା ଚାଲ ତାକୁ ଧରିବା, ପୋଖରୀ ଭିତରେ ଜହ୍ନ ଅଛି। ହେଲା, ଏଇଠି ଜହ୍ନକୁ କେମିତି ଧରିବେ ସମସ୍ତେ ଉପାୟ ପାଞ୍ଚିଲେ। ସମସ୍ତେ ଉପାୟ ପାଞ୍ଚୁଥିବା ବେଳେ ଜଣେ ଜହ୍ନକୁ ଆଗ ଧରିବା ପାଇଁ ବ୍ୟସ୍ତ ହୋଇ ପଡ଼ିଲା। ତେଣୁ ସେ କିଛି ଚିନ୍ତା ନ କରି ପୋଖରୀ ଭିତରକୁ ମାରିଲା ଗୋଟିଏ କୁଦା। ହେଲା, ହେଲେ ଜହ୍ନ କାହିଁ? ପାଣି ଭିତରେ ଜହ୍ନ ଏକବାର ଛୁ। ସିଏ ଯେତେବେଳେ କୁଦା ମାରିଛି, ହେଲା, ଉପାୟ ଚିନ୍ତା ନ କରି ଜହ୍ନ କୁଆଡେ ପଳେଇଛି। ତାହେଲେ କୁଆଡେ ଗଲା ଆଗକୁ ଆମେ ଦେଖିବା। ପାଣିରେ ପହଁରୁଥିବା ମାଙ୍କଡ଼ଟି କହିଲା, ଆରେ କୁଆଡେ ଗଲା ଜହ୍ନ? ଅନ୍ୟମାନେ ଗଛ ଉପରକୁ କହିଲେ, ତୋ କୁଦାରେ ବୋଧହୁଏ ସେ ଡରିଗଲା। ଓଦା ଜୁଡୁବୁଡୁ ମାଙ୍କଡ଼ଟି ଗଛକୁ ଚଢି ଅନ୍ୟମାନଙ୍କ ସହ ଡାଳରେ ବସିଲା। ପୁଣି କିଛି ସମୟ ଗଲା। ମାଙ୍କଡ଼ମାନେ ପୁଣି ଦେଖିଲେ ପୋଖରୀ ଭିତରେ ଜହ୍ନ। ଜହ୍ନକୁ ବାରମ୍ବାର ଅତି ପାଖରେ ଦେଖି ପୁଣି ଇଚ୍ଛା ହେଲା ତାକୁ ଧରିବା ପାଇଁ। ଏଥର ସେମାନେ ଗୋଟେ ନୂଆ ଯୋଜନା କଲେ। ଆଉ ଡେଇଁବେନି। ଆଉ କଣ ଯୋଜନା କଲେ? ଯୋଜନା କଲା ବେଳେ ଚୁପ୍ ଚୁପ୍ କଥା ହେଲେ, ନହେଲେ ହୁଏତ ଜହ୍ନ ଶୁଣି ନବ। ସେମାନେ ସ୍ଥିର କଲେ ଜଣେ ଅନ୍ୟ ଜଣଙ୍କର ହାତ ଧରାଧରି ହୋଇ ଗଛରୁ ତଳକୁ ଲଟକିବେ ଓ ଚୁପଚାପ ଜହ୍ନକୁ ଧରିବ। କେମିତି? ବୁଝିହେଲା? ଦେଖ, ତଳକୁ ହାତ ଲଟକା ହେଇକି ହେଇଛନ୍ତି। ଏହିପରି ଯୋଜନା କରି ସେମାନେ ଆରମ୍ଭ କରିଦେଲେ ଜହ୍ନ ଧରିବା କାମ। ଏତେବେଳ ଯାଇ ବୁଢା ମାଙ୍କଡ଼ଟିଏ ଗଛରେ ଥାଇ ଏମାନଙ୍କ କାମ ଏଠି ଦେଖୁଛି। ଇଏ ହେଲା ବୁଢା ମାଙ୍କଡ଼। ହେଲା, ମାଙ୍କଡ଼ ମାନେ ହାତ ଧରାଧରି ହୋଇ ଡାଳରେ ଲଟକୁଥିବା ବେଳେ ପ୍ରଥମ ମାଙ୍କଡ଼ଟି ଧରିଥିବା ଡାଳଟି ହଠାତ୍ ମଡକିରି ଭାଙ୍ଗିଗଲା। ତାପରେ କଣ ହେଲା? ପିଲାମାନେ ତାପରେ ମାନେ ପଡିଗଲେ ଏବଂ ଜହ୍ନକୁ ଆଉ ପଳେଇଲା। ତାହେଲେ ଜହ୍ନ ଏଠି କୁଆଡେ ଆସିଲା? ପିଲାମାନେ ଜହ୍ନ ଆକାଶରେ ଅଛି। ବୁଝିଲା? ତାର ପ୍ରତିବିମ୍ବ ଆମେ ଦର୍ପଣରେ ଦେଖିଲେ ଆମ ପ୍ରତିବିମ୍ବ ଦେଖାଯାଉଛି। ଜଣେ ଦର୍ପଣକୁ ଧରିବାକୁ ଚେଷ୍ଟା କରିବ, ଦର୍ପଣ ଭିତରେ ଆମକୁ ଧରିବାକୁ ଚେଷ୍ଟା, ଆମକୁ ଧରିପାରିବ କି? ଆମକୁ ଧରିଲେ ଧରିବ, ଦର୍ପଣ ଭିତରେ ଆମକୁ ଧରିପାରିବ? ସେମିତି ହେଲା। ଜହ୍ନଟା କଣ? ଏଇଟା ପ୍ରତିବିମ୍ବଟା।